ଆଜ୍ଞା ଏଇ ଥଣ୍ଡା ଦିନେ ଗଳା ସମସ୍ୟା କତରୁ ଆରମ୍ଭ କରିକି ମୁଣ୍ଡ ସମସ୍ୟାଟା ବେଶୀ ଦେଖାଯାଏ। ମୁଣ୍ଡ ବିନ୍ଧିବା, ଆଖି ପତା ଉପରଟା ବିନ୍ଧିବା। ଏଥିପାଇଁ ତ ବହୁତ ବାର କହିଛି, ତଥାପି ମୁଁ କହୁଛି ମୁଣ୍ଡ ଯୋଗଟା ନିଶ୍ଚିତ ଆପଣ କରନ୍ତୁ। କଲେ ମୁଣ୍ଡରେ ଆସୁଥିବା ଯନ୍ତ୍ରଣା ବା କୁହୁଡ଼ି ବା ଥଣ୍ଡାର ଯେଉଁ ଯନ୍ତ୍ରଣା ସେ ଆଉ ହେବ ନାହିଁ। ତେଣୁ ମୁଁ ଆରମ୍ଭ କରୁଛି, ଦେଖନ୍ତୁ 9 ଥର ଲେଖା କରିବେ। ପ୍ରତ୍ୟେକ ଯୋଗ 9 ଥର ଲେଖା କରିବେ। ଯଦି ସେଇ ଜାଗାର ଯନ୍ତ୍ରଣା ଥାଏ ତାହେଲେ 9ରୁ ଆସ୍ତେ ଆସ୍ତେ ବଢ଼େଇବେ 15, 9, 12, 15, 18, 21। ତେଣୁ ପ୍ରତ୍ୟେକ ଦିନ ରୀତିମତ କଲେ ଆସୁଥିବା ରୋଗ ଆସିବ ନାହିଁ। ଯଦି ରୋଗ ଥାଏ ସମ୍ପୂର୍ଣ୍ଣ ଦୂରେଇଯିବ। ରୋଗ ପାଇଁ ମେଡ଼ିସିନ ଖାଉଛନ୍ତି କିଛି କଥା ନାହିଁ, ତା ସାଙ୍ଗରେ ଯୋଗ କରନ୍ତୁ। ଦିନ ଆସିବ ଯୋଗର କରାମତି ଯେତେବେଳେ ବଢ଼ିଯିବ ଆପଣଙ୍କ ଦେହରେ, ସେତେବେଳେ ଆଉ ଔଷଧ ଆବଶ୍ୟକ ପଡ଼ିବ ନାହିଁ। ଦେଖନ୍ତୁ ମୁଣ୍ଡ ଯୋଗ ଦେଖାଇଛି, ଏଇ 2ଟା ଆଙ୍ଗୁଳିକି ଏଇ ଜାଗାର ରଖିବେ। ବେଶୀ ଜୋର ମାଡ଼ିବେ ନାହିଁ, ଯେତିକି ସମ୍ଭବ ସେତିକି ଏର ଘଷିବେ। ତାପରେ ଏଇଟା ହେଲା ଆଖି ପତା ପରେ। ତାପରେ ପୁଣି ଏଇ ହାତ ବି ରଖିକି ଠିକ୍ ଚାରି ଉପରେ ରଖିବେ। ମଝି ସିଧାର ଉପରକୁ ତଳ କରିବେ 9 ଥର। ତାପରେ ଏଇ ଜାଗା ଉପରେ ଠିକ୍ ରଖିବେ, ରଖିକି ତଳ ଉପରେ 9 ଥର କରନ୍ତୁ। ତାପରେ ଆଙ୍ଗୁଳିକେର ଭର୍ତ୍ତି କରିକି ଠିକ୍ ଏଇ ଜାଗା ଉପରେ ରଖିକି ଏପଟକୁ ସେପଟକୁ 9 ଥର କରିବେ। ତାପରେ ତଳକୁ ଉପରକୁ ହେଇସାରିଲା ପରେ ପୁଣି ଏ ଆଙ୍ଗୁଳିକି ଧରିକି ଠିକ୍ ଏଇ ଜାଗା ଉପରେ ରଖିକି 9 ଥର ତଳ ଉପରେ କରିବେ। এই ଧୁକୁଧୁକି ଉପରେ। ତାପରେ ପୁଣି ଏଇ ତଳକୁ, ଏଇଟା କେବଳ ତଳକୁ କରିବେ। ଏତିକି ଆଜ୍ଞା କରନ୍ତୁ। ଆଗାମୀ ଦିନରେ ଆସୁଥିବା ମୁଣ୍ଡର ଯେକୌଣସି ସମସ୍ୟା ଦୂର ହେଇଯିବ, ଆଉ ଆସିବ ବି ନାହିଁ। ଯଦି ଥାଏ ଦୂର ହେଇଯିବ, ଯଦି ଆସୁଥାଏ ଆଉ ଆସିବାର ନାହିଁ। ରହିଲା ଆଜ୍ଞା। ଜୟ ଜୀବ, ପିତା ମାତା କି ଜୟ।